ସୁଭଦ୍ରା ଯୋଜନା ପାଇଁ ଏସ୍ଓପି ରେଡି। ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳା ହିତାଧିକାରୀମାନଙ୍କୁ 50,000 ଟଙ୍କାର ଭାଉଚର ମିଳିବ। ନିର୍ବାଚନ ବେଳେ ଭାରତୀୟ ଜନତା ପାର୍ଟି ଏହି ପ୍ରତିଶ୍ରୁତି ଦେଇଥିଲା। ଦଳ କ୍ଷମତାକୁ ଆସିବା ପରେ ଏଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚଳିତ ବଜେଟରେ ବିଜେପି ସରକାର ଏଥିପାଇଁ 10,000 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ବି କରିଛନ୍ତି। ତେବେ କିଭଳି ଏହି ଯୋଜନା ହିତାଧିକାରୀଙ୍କୁ ବଣ୍ଟାଯିବ ସେ ନେଇ ଏସ୍ଓପି ପ୍ରସ୍ତୁତି କାମ ଚାଲିଥିଲା। ଏବେ ଏହାର ଏସ୍ଓପି ପ୍ରସ୍ତୁତି ସରିଛି। ସେପ୍ଟେମ୍ବର 17 ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରେ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରାଯିବ ବୋଲି ଶ୍ରୀମତୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।